ଆଜିର ପବିତ୍ର ପ୍ରଫେଟ୍ ମହମ୍ମଦଙ୍କର ଜନ୍ମଦିନ ଅବସରରେ ସାରା ପୃଥିବୀରେ ଆମେ ତାଙ୍କ ଜନ୍ମଦିନ ପାଳନ କରୁଛୁ। ଆଜି ମୁଁ ସମସ୍ତଙ୍କୁ ଅଭିନନ୍ଦନ ଦେବି ଯେ ଆପଣମାନେ ଆସିକିରି ଏ ସମ୍ମିଳନୀରେ ଯୋଗ ଦେଇଛନ୍ତି ଶାନ୍ତି ଏବଂ ଶୃଙ୍ଖଳାର ସହିତ। ତାଙ୍କର ମୂଳ ମନ୍ତ୍ର ଥିଲା ଶାନ୍ତି, ସୁଖ, ସମୃଦ୍ଧି। ତାଙ୍କର ଆଜି ଜନ୍ମଦିନଟି ଆମେ ସେଥିପାଇଁ ପାଳନ କରୁଛୁ ଯେ ସେ ଅନ୍ତିମ ମହାପୁରୁଷ ହେଇକରି ଇସଲାମ ଧର୍ମରେ ସେ ଆସିଥିଲେ। ତାଙ୍କର ଆଜି ଜନ୍ମଦିନ। ସେ ଆସିଲା ପରେ ସମାଜରେ ସଂସ୍କୃତି ହେଲା, ସଂସ୍କାର ହେଲା ଏବଂ ଲୋକଙ୍କୁ ଭ୍ରମିତ ଲୋକମାନଙ୍କୁ ରାସ୍ତା ଦେଖା ହେଲା ଯେ ଆମେ ସମସ୍ତେ ମାନବ ଜାତି ଏକ, ପୃଥିବୀର ଶ୍ରେଷ୍ଠ ପ୍ରାଣୀ ଆମେ, ଆମକୁ ଭଗବାନ ଜନ୍ମ ଦେଇଛନ୍ତି। ତେଣୁ ଆଜିକାର ଦିନରେ ଆମେ ଶପଥ ନେବା ଯେ ଶାନ୍ତି ଏବଂ ଶୃଙ୍ଖଳା ସହିତ ଆମର ଜୀବନଯାପନ କରିବା ଏବଂ ସମାଜକୁ ଦିଗଦର୍ଶନ ଦେଇକରି ସମାଜରେ ନିଷ୍ପେଷିତ ଲୋକମାନେ ବସବାସ ଯେଉଁ କରୁଛନ୍ତି ତାଙ୍କୁ ସାଙ୍ଗରେ ନେଇ ଆଜିକାର ଏହି ପବିତ୍ର ଦିନରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଏ ସଂସ୍ଥାଟି ଆଜି ମଣ୍ଡେଗା ଗ୍ରାମରେ ପାଳନ କରାଯାଇଥିବାରୁ ମୁଁ ଗ୍ରାମବାସୀ ତରଫରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଆଜିକା ଦିନରେ ସମସ୍ତଙ୍କୁ ନମସ୍କାର। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।